ଆପଣ କେବେ ବଏଲିଂ ଫ୍ରଗ୍ ସିଣ୍ଡ୍ରୋମ୍ ବିଷୟ ଶୁଣିଛନ୍ତି କି? ମନସ୍ତତ୍ତ୍ୱ ବିଜ୍ଞାନର ଏହା ଏକ ଏମିତି ଭୟଙ୍କର ପରୀକ୍ଷଣ ଯାହା ଆପଣଙ୍କର ବର୍ତ୍ତମାନର ସମ୍ପର୍କର ସବୁଠାରୁ ନିଷ୍ଠୁର ସତ୍ୟକୁ ପଦାରେ ପକାଇଦେବ। ଗୋଟିଏ ବେଙ୍ଗ ଉପରେ ପରୀକ୍ଷା। ଆପଣ ଗୋଟିଏ ବେଙ୍ଗକୁ ଫୁଟୁଥିବା ଗରମ ପାଣିରେ ପକାଇବେ। ସେ ସାଙ୍ଗେ ସାଙ୍ଗେ ଡେଇଁକି ବାହାରକୁ ଆସିଯିବ। କିନ୍ତୁ ଯଦି ଆପଣ ତାକୁ ଥଣ୍ଡା ପାଣିରେ ରଖିବେ ଏବଂ ଧୀରେ ଧୀରେ ପାଣିକୁ ଗରମ କରିବେ, ବେଙ୍ଗଟି ସେହି ଉଷୁମ ପାଣିର ଆରାମରେ ଶୋଇପଡ଼ିବ। ପାଣି ଫୁଟିବା ଆରମ୍ଭ ହେବ, କିନ୍ତୁ ବେଙ୍ଗଟି ନିଜର ପ୍ରାଣ ହରାଇବା ପର୍ଯ୍ୟନ୍ତ ଜାଣିପାରିବ ନାହିଁ ଯେ ସେ ମରିବାକୁ ଯାଉଛି। ବିଶ୍ୱାସ କରନ୍ତୁ, ଆପଣଙ୍କ ସମ୍ପର୍କ ସହିତ ମଧ୍ୟ ଠିକ୍ ଏହା ହିଁ ହେଉଛି। ପ୍ରଥମେ ପ୍ରଥମେ କଥା ହେବା ପାଇଁ 24 ଘଣ୍ଟା ମଧ୍ୟ କମ୍ ପଡ଼ୁଥିଲା। ରାତି 3ଟା ପର୍ଯ୍ୟନ୍ତ ଆଖିରେ ନିଦ ନଥିଲା। ଆଉ ଆଜି କେବଳ ହଁ ମୁଁ ବ୍ୟସ୍ତ ଅଛି, ପରେ କଥା ହେବି, ଏମିତିରେ ଦିନ ସରିଯାଉଛି। କଥାବାର୍ତ୍ତା ଧୀରେ ଧୀରେ କମିବାଟା ହେଉଛି ସେଇ ଧୀରେ ଧୀରେ ଗରମ ହେଉଥିବା ପାଣି। ଆଉ ଆପଣ ଜାଣିପାରୁନାହାନ୍ତି ଯେ ଆପଣଙ୍କ ସମ୍ପର୍କର ନିଶ୍ୱାସ ବନ୍ଦ ହେବାକୁ ବସିଲାଣି। କିନ୍ତୁ ଅଟକି ଯାଆନ୍ତୁ। ଯଦି ଆପଣ ଭାବୁଛନ୍ତି ସବୁକିଛି ସରିଯାଇଛି, ତେବେ ଆପଣ ସମ୍ପୂର୍ଣ୍ଣ ଭୁଲ। ଆଜି ମୁଁ ଆପଣଙ୍କୁ ଦେବି ସେହି 5ଟି ବ୍ରହ୍ମାସ୍ତ୍ର, ଯାହାକୁ ବ୍ୟବହାର କଲେ ଯେଉଁ ମଣିଷ ଆପଣଙ୍କୁ ଇଗ୍ନୋର କରୁଛି ସେ ନିଜେ ଆସି ଆପଣଙ୍କୁ ଖୋଜିବ। ଆଉ 5 ନମ୍ବର ଟ୍ରିକ୍ଟି ହେଉଛି ଏକ ମାଇଣ୍ଡ ବ୍ଲୋଇଂ ହିପ୍ନୋଟିକ୍ ସିକ୍ରେଟ୍, ଯାହା ଶୁଣିବା ପରେ ଆପଣଙ୍କର ହୋସ୍ ଉଡ଼ିଯିବ। କିନ୍ତୁ ଏହି 5ଟି ଉପାୟ ଜାଣିବା ପୂର୍ବରୁ ପ୍ରାଚୀନ ହିନ୍ଦୁ ଗୁପ୍ତ ବିଦ୍ୟାର ଏକ ଏପରି ଲୋମଟାଙ୍କୁରା ରହସ୍ୟ ଶୁଣନ୍ତୁ, ଯାହା ଆପଣଙ୍କ ଭିତରୁ ଦୋହଲାଇ ଦେବ। କଥା କମିଲେ ଆମେ ଭାବୁ ଯେ ପାର୍ଟନରଙ୍କ ମନ ବଦଳି ଯାଇଛି, କିନ୍ତୁ ପ୍ରକୃତ ସତ୍ୟ କିଛି ଅଲଗା। କାହାଣୀଟି ହେଉଛି ମହାରାଜା ବିକ୍ରମାଦିତ୍ୟଙ୍କ ସମୟରେ ଏକ ଗୁପ୍ତ ମାୟା ଦର୍ପଣର। ଥରେ ଏକ ରାଜା ଓ ରାଣୀଙ୍କ ମଧ୍ୟରେ କଥାବାର୍ତ୍ତା ସମ୍ପୂର୍ଣ୍ଣ ବନ୍ଦ ହୋଇଗଲା। ରାଜା ଭାବିଲେ ରାଣୀ ତାଙ୍କୁ ଆଉ ଭଲ ପାଉନାହାନ୍ତି। ସେହି ଜଣେ ମହାମୁନିଙ୍କ ପାଖକୁ ଗଲେ। ମୁନି ତାଙ୍କୁ ଏକ କଳା ଦର୍ପଣ ଦେଲେ ଏବଂ କହିଲେ, ରାଜନ, ଏ ଦର୍ପଣ ଆଗରେ ଠିଆ ହୁଅ। ଏହା ତୁମ ଶରୀରର ନୁହେଁ, ବରଂ ତୁମ ସମ୍ପର୍କର ଅସଲ ଚେହେରା ଦେଖାଇବ। କିନ୍ତୁ ସାବଧାନ, ଯାହା ଦେଖିବ ତାକୁ ସହିବାର ସାହସ ରଖିବ। ରାଜା ଯେମିତି ଦର୍ପଣ ଆଗରେ ଛିଡ଼ା ହେଲେ, ତାଙ୍କ ପାଦ ତଳୁ ମାଟି ଖସିଗଲା। ଦର୍ପଣ ଭିତରେ ରାଣୀ ନଥିଲେ, ଥିଲା ଗୋଟିଏ ଭୟଙ୍କର ଅଦୃଶ୍ୟ ଦାନବ, ଯିଏ ରାଜାଙ୍କ ବେକ ଚିପି ଧରିଥିଲା। ରାଜା ଚିତ୍କାର କଲେ, ମୁନିବର, ଏ ଦାନବ କିଏ? ଏ ମୋ ରାଣୀକୁ କ'ଣ କରିଛି? ମୁନି ହସିଲେ ଏବଂ ଯେଉଁ କଥା କହିଲେ ସେଥିରେ ଏକ ଭୟଙ୍କର ଟ୍ୱିଷ୍ଟ ଥିଲା। ମୁନି କହିଲେ, ହେ ରାଜନ, ସେ ଦାନବ ଆଉ କେହି ନୁହେଁ, ସେ ହେଉଛି ତୁମ ଦୁହିଁଙ୍କ ଭିତରେ ଥିବା ସେହି ଅକୁହା କଥାଗୁଡ଼ିକ, ଯେଉଁ କଥା ତୁମେମାନେ ନିଜ ନିଜ ଇଗୋ ଏବଂ ଭୟ ପାଇଁ ପରସ୍ପରକୁ କହିପାରିଲ ନାହିଁ। ସେହି ସବୁ ଚାପି ହୋଇ ରହିଥିବା ଅଭିଯୋଗ, ସେହି ଲୁଚି ରହିଥିବା ରାଗ ଆଜି ଗୋଟିଏ ଦାନବର ରୂପ ନେଇ ତୁମ ସମ୍ପର୍କର ତଣ୍ଟି ଚିପୁଛି। ରାଣୀ ତୁମକୁ ଇଗ୍ନୋର କରୁନାହାନ୍ତି, ସେ ଏହି ଦାନବ ଭୟରେ ଚୁପ୍ ହୋଇଯାଇଛନ୍ତି। ଆଜ୍ଞା ହଁ, ଯେତେବେଳେ ଆପଣଙ୍କ ସମ୍ପର୍କରେ କଥାବାର୍ତ୍ତା କମିଯାଏ, ଏହାର ଅର୍ଥ ନୁହେଁ ଯେ ପ୍ରେମ ସରିଯାଇଛି। ଏହାର ଅର୍ଥ ହେଉଛି ଆପଣଙ୍କ ଭିତରେ ଏକ ଅକୁହା କଥାର ଦାନବ ଜନ୍ମ ନେଇସାରିଛି। ଆଉ ସେହି ଦାନବକୁ ମାରିବାକୁ ହେଲେ ଆପଣଙ୍କୁ ଆପଣେଇବାକୁ ପଡ଼ିବ ଏହି 5ଟି ମନସ୍ତାତ୍ତ୍ୱିକ ବ୍ରହ୍ମାସ୍ତ୍ର। ଦ 5 ସାଇକୋଲୋଜିକାଲ ୱେପନ୍ସ। 1. ଶୂନ୍ୟତାର ମହାକର୍ଷଣ ଶକ୍ତି, ଦ ଗ୍ରାଭିଟି ଅଫ୍ ଆବସେନ୍ସ। ପ୍ରଥମ ଟ୍ରିକ୍, କଥା କମିଗଲେ ଆମେ କ'ଣ କରୁ? ଲଗାତାର ମେସେଜ କରୁ, କଲ୍ ଉପରେ କଲ୍ କରି ଚାଲୁ। ଭଗବାନଙ୍କ ରାଣ, ଏହାକୁ ତୁରନ୍ତ ବନ୍ଦ କରିଦିଅନ୍ତୁ। ମନସ୍ତତ୍ତ୍ୱ କହୁଛି, ହ୍ୟୁମାନ୍ ନେଚର ଭ୍ୟାଲ୍ୟୁଜ୍ ହ୍ୱାଟ୍ ଇଜ୍ ସ୍କେୟାର୍ସ। ମଣିଷ ସେହି ଜିନିଷର ମୂଲ୍ୟ ବୁଝେ ଯାହା ତାକୁ କମ୍ ମିଳେ।
ଯଦି ଆପଣ ପ୍ରତି ସେକେଣ୍ଡରେ ଆଭେଲେବଲ୍ ରହିବେ ତେବେ ଆପଣଙ୍କ ଭ୍ୟାଲ୍ୟୁ ଶୂନ୍ୟ ହୋଇଯିବ। କିଛି ଦିନ ପାଇଁ ପୁରା ଗାୟବ ହୋଇଯାଆନ୍ତୁ। ନିଜର ଏକ ଶୂନ୍ୟତା ତିଆରି କରନ୍ତୁ। ଯେତେବେଳେ ତାଙ୍କ ଫୋନରେ ଆପଣଙ୍କ ନୋଟିଫିକେସନ ଆସିବା ବନ୍ଦ ହୋଇଯିବ ତାଙ୍କ ମସ୍ତିଷ୍କରେ କୋଳାହଳ ସୃଷ୍ଟି ହେବ। ସେ ଭାବିବାକୁ ବାଧ୍ୟ ହେଇଯିବ, ଆରେ ସେ କୁଆଡ଼େ ଗଲା। ଏହି ଉତ୍କଣ୍ଠା ହିଁ ମୃତ ସମ୍ପର୍କର ପ୍ରଥମ ସଞ୍ଜୀବନୀ। ଦ୍ୱିତୀୟ, ନିୟମର ଉଲ୍ଲଂଘନ, ପାଟର୍ନ ଇଣ୍ଟରପ୍ସନ। ଦ୍ୱିତୀୟ ଟ୍ରିକ୍, ଭାତ ଖାଇଲଣି, କ'ଣ କରୁଛ, ଶୋଇଲଣି କି? ଏହି ବୋରିଂ ପାଟର୍ନକୁ ଆଜି ହିଁ ନିଆଁ ଲଗାଇ ଦିଅନ୍ତୁ। ଆମ ମସ୍ତିଷ୍କ ଗୋଟିଏ ପ୍ରକାରର ପ୍ରଶ୍ନ ଶୁଣି ଶୁଣି ଅଟୋମେଟିକ୍ ମୋଡକୁ ପଳାଏ। ଯେତେବେଳେ ବି କଥା ହେଉଛନ୍ତି କିଛି ଏମିତି କୁହନ୍ତୁ ଯାହା ସେମାନେ ଆଶା କରିନଥିବେ। ହଠାତ୍ ପଚାରନ୍ତୁ, ଯଦି ଆଜି ରାତିରେ ଦୁନିଆ ଧ୍ୱଂସ ହୋଇଯିବା ଆମେ କେଉଁଠି ଥିବା? କିମ୍ବା ଏମିତି କୁହନ୍ତୁ, ଆଜି ରାସ୍ତାରେ ଗଲାବେଳେ ମୁଁ ଏକ ଏମିତି ଜିନିଷ ଦେଖିଲି ଯାହା ତୁମ କଥା ମନେ ପକାଇଦେଲା। ବାସ୍ ଏତିକି କହି ଅଟକି ଯାଆନ୍ତୁ। ତାଙ୍କ ମସ୍ତିଷ୍କରେ ଥିବା ସେହି ମନୋଟୋନି ଭାଙ୍ଗିଯିବ ଆଉ ସେ ନିଜେ ପଚାରିବ, କ'ଣ ଦେଖିଲ? ତୃତୀୟ, ବିନା ଅଭିଯୋଗର ଆତ୍ମସମର୍ପଣ, ଦ ନୋ ବ୍ଲେମ୍ କନଫେସନ। ତୃତୀୟ ଉପାୟଟି ହେଉଛି ବହୁତ ପରିପକ୍ୱ ବ୍ୟକ୍ତିମାନଙ୍କ ପାଇଁ, ମାନେ ମ୍ୟାଚୁର ବ୍ୟକ୍ତିମାନଙ୍କ ପାଇଁ। ଗୋଟିଏ ମେସେଜ ଲେଖନ୍ତୁ, କିନ୍ତୁ ସେଥିରେ ତାଙ୍କର କୌଣସି ଭୁଲ ବାହାର କରନ୍ତୁ ନାହିଁ। ଲେଖନ୍ତୁ, ମୁଁ ଅନୁଭବ କରୁଛି ଯେ ଆମ ଭିତରେ କିଛି ଗୋଟେ ଦୂରତା ଆସିଯାଇଛି। ବୋଧ ହୁଏ ମୁଁ କେଉଁଠି ତୁମକୁ ବୁଝିବାରେ ଭୁଲ କରିଛି। ମୁଁ ଆମ ସମ୍ପର୍କକୁ ନେଇ କିଛି ବଦଳାଇବାକୁ ଚାହୁଁନି, କେବଳ ତୁମର ଖୁସି ଚାହୁଁଛି। ଯେତେବେଳେ ଆପଣ ଡିଫେନ୍ସିଭ ହୋଇ ସବୁ ଇଗୋ ଛାଡ଼ି ଦିଅନ୍ତି ସାମ୍ନାବାଲାର ସବୁ ଅସ୍ତ୍ର ତଳେ ଖସି ପଡ଼େ। ତାଙ୍କ ଭିତରେ ଥିବା ସେହି କ୍ରୋଧର ବରଫ ଆପେ ଆପେ ତରଳିବାକୁ ଲାଗେ। ଚତୁର୍ଥ, ସ୍ମୃତିର ସୁନାମି, ଦ ନଷ୍ଟାଲଜିଆ ଟ୍ରିଗର। ଚତୁର୍ଥ ଟ୍ରିକ୍, ସାଇକୋଲୋଜି କହୁଛି ନଷ୍ଟାଲଜିଆ ବା ପୁରୁଣା ମଧୁର ସ୍ମୃତି ଗୋଟିଏ ଶକ୍ତିଶାଳୀ ଡ୍ରଗ୍ ଭଳି କାମ କରେ। କଥା ନ ହୋଇ ମଧ୍ୟ କଥା କହିବାର ଏହା ହେଉଛି ବେଷ୍ଟ ଉପାୟ। ଆପଣଙ୍କ ପ୍ରଥମ ଡେଟ୍ ବା ସବୁଠାରୁ ଖୁସିର ମୁହୂର୍ତ୍ତର ଗୋଟିଏ ଫଟୋ ତାଙ୍କୁ ସେଣ୍ଡ କରନ୍ତୁ ଆଉ ତଳେ କେବଳ ଗୋଟିଏ ଲାଇନ୍ ଲେଖନ୍ତୁ, ଫୋନ୍ ଗ୍ୟାଲେରୀ ଘାଣ୍ଟୁ ଘାଣ୍ଟୁ ଏହି ଫଟୋଟା ମିଳିଗଲା। କେତେ ସୁନ୍ଦର ଥିଲା ନା ସେ ଦିନ ଗୁଡ଼ିକ। ବାସ୍, ଆଉ କିଛି କୁହନ୍ତୁ ନାହିଁ। ସେହି ଫଟୋଟି ତାଙ୍କ ମସ୍ତିଷ୍କରେ ସେହି ପୁରୁଣା ଦିନର ଡୋପାମାଇନ୍ ରିଲିଜ୍ କରିବ ଆଉ ତାଙ୍କ ହୃଦୟ ଆପଣଙ୍କ ସହ କଥା ହେବା ପାଇଁ ଛଟପଟ ହେବ। ପଞ୍ଚମ, ଦ ଫିଫ୍ଥ ହିପ୍ନୋଟିକ୍ ସିକ୍ରେଟ୍। ଏବେ ସବୁଠାରୁ ଭୟଙ୍କର ଏବଂ ଶକ୍ତିଶାଳୀ ରହସ୍ୟ, 5 ନମ୍ବର ଟ୍ରିକ୍। ଏହାକୁ ଆମ ପୁରାଣରେ ତ୍ରାଟକ କୁହାଯାଏ ଏବଂ ଆଧୁନିକ ବିଜ୍ଞାନରେ ସୋଲ୍ ଗେଜିଂ ସିଙ୍କ୍ରୋନାଇଜ୍ କୁହାଯାଏ। ଏହା ଏତେ ଶକ୍ତିଶାଳୀ ଯେ ଏହାକୁ ପ୍ରୟୋଗ କଲେ ପଥର ହୃଦୟ ମଧ୍ୟ ତରଳିଯିବ। ଯେତେବେଳେ ବି ଆପଣ ଆପଣଙ୍କ ପାର୍ଟନରକୁ ଭେଟିବେ କିମ୍ବା କଲ୍ କିମ୍ବା କୌଣସି ଭିଡ଼ିଓ କଲ୍ରେ ଥିବେ, କିଛି ବି କୁହନ୍ତୁ ନାହିଁ। ନିଜର ଶବ୍ଦକୁ ସମ୍ପୂର୍ଣ୍ଣ ବନ୍ଦ କରିଦିଅନ୍ତୁ। କେବଳ ନିଜ ପାର୍ଟନରଙ୍କ ବାମ ଆଖିକୁ ଲଗାତାର 3 ମିନିଟ୍ ପର୍ଯ୍ୟନ୍ତ ଗଭୀର ଭାବରେ ଚାହିଁ ରୁହନ୍ତୁ। ହଁ, ବାମ ଆଖି, କାରଣ ବାମ ଆଖିର ସିଧାସଳଖ ସଂଯୋଗ ଆମ ମସ୍ତିଷ୍କର ଡାହାଣ ପାର୍ଶ୍ୱ ସହ ଥାଏ, ଯେଉଁଠାରେ ଆମର ସମସ୍ତ ଗଭୀର ଆବେଗ, ପ୍ରେମ ଏବଂ ଅବଚେତନ ମନ ବାସ କରିଥାଏ। ଯେତେବେଳେ ଆପଣ ବିନା ଆଖିପତା ପକାଇ ପୁରା ଶାନ୍ତ ରହି ତାଙ୍କ ବାମ ଆଖିକୁ ଚାହିଁବେ, ପ୍ରଥମ 1 ମିନିଟ୍ ସେ ଅସ୍ୱାଭାବିକ ଅନୁଭବ କରିବେ, କିନ୍ତୁ 3 ମିନିଟ୍ ପରେ ଏକ ମ୍ୟାଜିକ୍ ହେବ। ଆପଣ ଦୁହିଁଙ୍କର ଶ୍ୱାସକ୍ରିୟା ଏବଂ ହୃଦ ସ୍ପନ୍ଦନ ଗୋଟିଏ ତାଳରେ ସିଙ୍କ୍ରୋନାଇଜ୍ ହେବାକୁ ଲାଗିବ। 3 ମିନିଟ୍ ବେଳକୁ ଆପଣଙ୍କ ଆଖିର ନୀରବତା ତାଙ୍କ ସବକନସିୟସ୍ ମାଇଣ୍ଡକୁ ହିପ୍ନୋଟାଇଜ୍ କରିସାରିଥିବ। ଯେଉଁ କଥା ଆପଣ 1000 ରାତି କାନ୍ଦି କାନ୍ଦି ବୁଝାଇ ପାରିନଥିଲେ, ତାହା କେବଳ ଏହି 3 ମିନିଟ୍ର ଦୃଷ୍ଟି ବୁଝାଇ ଦେବ। ତାଙ୍କ ଭିତରେ ଥିବା ସମସ୍ତ ରାଗ ପାଣି ଫାଟିଗଲା ପରି ଫାଟିଯିବ ଆଉ ସେ କାନ୍ଦି ପକାଇ
ଆପଣଙ୍କୁ କୁଣ୍ଢାଇ ପକାଇବେ। ଏହା କୌଣସି ଯାଦୁ ନୁହେଁ, ଏହା ହେଉଛି ବିଶୁଦ୍ଧ କ୍ୱାଣ୍ଟମ୍ ମନସ୍ତତ୍ତ୍ୱ। ଗୋଟିଏ ସମ୍ପର୍କ ଭାଙ୍ଗିବା ପାଇଁ ଗୋଟିଏ ସେକେଣ୍ଡର ରାଗ ହିଁ ଯଥେଷ୍ଟ, କିନ୍ତୁ ତାକୁ ଯୋଡ଼ି ରଖିବା ପାଇଁ ସାରା ଜୀବନର ତପସ୍ୟା ଦରକାର। ନିଜ ଭଲ ପାଇବାକୁ ଏତେ ସହଜରେ ହାରିବାକୁ ଦିଅନ୍ତୁ ନାହିଁ। ମୁଁ ଜାଣେ ଆପଣ ଏବେ ବି ତାଙ୍କୁ ବହୁତ ଭଲ ପାଆନ୍ତି, ନହେଲେ ଆପଣ ଏହି ଭିଡ଼ିଓ ଶେଷ ପର୍ଯ୍ୟନ୍ତ ଦେଖିନଥାନ୍ତି। ଓକେ, ମୁଁ ଆପଣଙ୍କୁ ଗୋଟିଏ ଟାସ୍କ ଦେଉଛି। ଯଦି ଆପଣ ପ୍ରକୃତରେ ସେହି ମଣିଷକୁ ନିଜ ଜୀବନରେ ଚାହାନ୍ତି, ତେବେ ଲାଜ କରନ୍ତୁ ନାହିଁ। ଆଖି ବନ୍ଦ କରନ୍ତୁ ଆଉ ମନେ ପକାନ୍ତୁ ଆପଣ କେବେ ଏବଂ କେଉଁଠି ଭେଟିଥିଲେ, କ'ଣ ଥିଲା ସେହି ତାରିଖ। କମେଣ୍ଟ ବକ୍ସକୁ ଯାଆନ୍ତୁ ଏବଂ ସେହି ତାରିଖ ଏବଂ ଜାଗାର ନାମ ଲେଖନ୍ତୁ। କିଏ ଜାଣେ, ଆପଣଙ୍କର ଏହି ଗୋଟିଏ କମେଣ୍ଟ ବ୍ରହ୍ମାଣ୍ଡର ସେହି ଅଦୃଶ୍ୟ ଶକ୍ତିକୁ ଜାଗ୍ରତ କରିଦେବ। ଆଉ କାଲି ସକାଳୁ ହିଁ ଆପଣଙ୍କ ଫୋନରେ ତାଙ୍କର ସେହି ପୁରୁଣା ଭଲ ପାଇବା ଭରା ମେସେଜ ଆସିଯାଇଥିବ। ଲେଖନ୍ତୁ। ଯଦି କିଛି ନ ପାରିବେ ତେବେ କମେଣ୍ଟରେ ନିଶ୍ଚୟ ଲେଖନ୍ତୁ ଜୟ ଶ୍ରୀକୃଷ୍ଣ। ନିଶ୍ଚୟ ଜୀବନରେ ଆପଣଙ୍କର ମ୍ୟାଜିକ୍ ହେବ। ତେବେ ଯଦି ଏହି ଭିଡ଼ିଓଟି ଭଲ ଲାଗିଥାଏ ତେବେ ଦୟାକରି ଏହି ଚ୍ୟାନେଲକୁ ସବସ୍କ୍ରାଇବ୍ କରିବା ସହ ଏହି ଭିଡ଼ିଓଟିକୁ ଲାଇକ୍ କରିବାକୁ ଭୁଲନ୍ତୁ ନାହିଁ। ସାଙ୍ଗମାନଙ୍କ ସହ ଏହି ଭିଡ଼ିଓଟିକୁ ନିଶ୍ଚୟ ସେୟାର କରନ୍ତୁ। ପୁଣି ଦେଖା ହେବ ଆଉ ଏକ ନୂଆ ରହସ୍ୟ ସହିତ, ଆଉ ଏକ ନୂଆ କିଛି ଭିନ୍ନ ବାର୍ତ୍ତା ସହିତ। ସେହି ପର୍ଯ୍ୟନ୍ତ ନିଜର ଧ୍ୟାନ ରଖନ୍ତୁ, ଖୁସିରେ ରୁହନ୍ତୁ। ଜୟ ଶ୍ରୀ ଜଗନ୍ନାଥ, ଜୟ ଶ୍ରୀକୃଷ୍ଣ। ଧନ୍ୟବାଦ।